ଶାଶୁଘରେ ଥିବା ସମୟରେ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେଙ୍କ ରୋଷେଇ କଲା ସମୟର ଭିଡ଼ିଓ। ହଁ ଦର୍ଶକ ବନ୍ଧୁ, ଆପଣମାନେ ଏଠି ସ୍କ୍ରିନ୍ ଜରିଆରେ ଦେଖିବା ପାଇଁ ପାଇଯାଇଥିବେ କିଛିଟା ଭିଡ଼ିଓ କ୍ଲିପ୍ସ ଏବଂ ଫଟୋ ସବୁ, ଯେଉଁଥିରେ ନଜର ଆସିଛନ୍ତି ଅଭିନେତ୍ରୀ ରିୟା ଦେ ଏବଂ ରୋଷେଇ କରୁଛନ୍ତି। ଆଉ ସେ କାହା ପାଇଁ ରୋଷେଇ କରୁଛନ୍ତି, କିପରି ଭାବରେ ରୋଷେଇ କରୁଛନ୍ତି ଏବଂ କ'ଣ ସେ ଖାସ୍ ରୋଷେଇ କରିଛନ୍ତି ଜାଣିବା ପାଇଁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ନିଶ୍ଚିତ ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦୁନିଆ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ। ଦର୍ଶକ ବନ୍ଧୁ, ପ୍ରଥମେ ଆପଣମାନେ ଏ ଭିଡ଼ିଓକୁ ଦେଖି ନିଅନ୍ତୁ। ଏଠି ଆପଣମାନେ ଦେଖିବା ପାଇଁ ପାଇଯାଉଥିବେ ଯେ କିପରି ଭାବରେ ରୋଷେଇ କରୁଛନ୍ତି ଅଭିନେତ୍ରୀ ରିୟା ଦେ। ସେ ତାଙ୍କର ସ୍ୱାମୀଙ୍କ ପାଇଁ ଏଇ ଯେଉଁ ଖାସ୍ ରୋଷେଇଟି କରିଛନ୍ତି। ଆଉ ଏଇ ଯେଉଁ ଭିଡ଼ିଓଟି ଆପଣମାନେ ଦେଖିବା ପାଇଁ ପାଉଛନ୍ତି, এই ଭିଡ଼ିଓଟି ଏବେକାର ମାନେ ଏବେ ଥିଲା ସାବିତ୍ରୀ ବ୍ରତ। ଆଉ ସାବିତ୍ରୀ ବ୍ରତ ଦିନ ସେ ତାଙ୍କ ସ୍ୱାମୀଙ୍କ ପାଇଁ, ତାଙ୍କ ସତ୍ୟବାନଙ୍କ ପାଇଁ କିଛି ଖାସ୍ ରୋଷେଇ କରିଛନ୍ତି, ଯାହା ଆପଣମାନେ ଏଠି ଦେଖିବା ପାଇଁ ପାଇଯାଉଥିବେ। ସମସ୍ତେ ତ ବିଭିନ୍ନ ପ୍ରକାର ରୋଷେଇ କରିଥାନ୍ତି, ପିଠାପଣା କରିଥାନ୍ତି, ବିଭିନ୍ନ ପ୍ରକାର ଭୋଗ ମଧ୍ୟ ଚଢ଼େଇଥାନ୍ତି, କିନ୍ତୁ ରିୟା ଦେ ଏଠି କିଛି ଖାସ୍ କରିଛନ୍ତି। କାରଣ ଏଇଟା କିଛି ଭୋଗ ନୁହେଁ କିମ୍ବା ଅଲଗା କିଛି ନୁହେଁ, ଏହା ହେଉଛି ଫ୍ରୁଟ୍ ସାଲାଡ୍। ଏଠି ଆପଣମାନେ ଦେଖିବା ପାଇଁ ପାଇଯାଉଥିବେ ଯେ କିପରି ଭାବରେ ବିଭିନ୍ନ ପ୍ରକାର ଫଳ ସବୁ ନେଇଛନ୍ତି। ଫଳ ସବୁ ନେବା ସହିତ ତାଙ୍କର ଦହି ମଧ୍ୟ ନେଇଛି, ଅନ୍ୟ ସମସ୍ତ ଯାହା ଜିନିଷ ଲାଗିଥାଏ ସବୁକିଛି ନେବା ସହିତ ସେ ଏଠି ଫ୍ରୁଟ୍ ସାଲାଡ୍ ବନାଉଥିବାର ନଜର ଆସିଛନ୍ତି। ଆଉ ଏହା ସହିତ ସେ ଭିଡ଼ିଓରେ ମଧ୍ୟ କହୁଛନ୍ତି ଯେ କିଛି ଖାସ୍ ଅଛି, ତାଙ୍କ ରୋଷେଇ କରିଛନ୍ତି, ତାଙ୍କ ସତ୍ୟବାନଙ୍କ ପାଇଁ ଏ ଯେଉଁ ଖାସ୍ ଜିନିଷ ସବୁ ରୋଷେଇ କରି ତାଙ୍କୁ ଖାଇବାକୁ ଦେଇଛନ୍ତି। ଆଉ ଅନ୍ୟପଟେ ଆପଣମାନେ ଏଠି ଦେଖିପାରୁଥିବେ କିପରି ଭାବରେ ସେ ଟେଷ୍ଟ ମଧ୍ୟ କରିଛନ୍ତି। ଏ ଯେଉଁ ବନେଇଥିବା ଯେଉଁ ଭିଡ଼ିଓଟି ରହିଛି ଆପଣମାନେ ଦେଖିପାରୁଥିବେ, ନିଜ ସ୍ୱାମୀଙ୍କ ସହିତ ସେୟାର କରି ସେ ଖାଉଛନ୍ତି। ଆପଣମାନେ ଏଠି ଦେଖିପାରୁଥିବେ କିପରି ଭାବରେ ତାଙ୍କ ସ୍ୱାମୀଙ୍କୁ ସେ ନିଜ ହାତରେ ଏସବୁ ଖୁଆଇ ଦେଉଛନ୍ତି ଏବଂ ଫ୍ରୁଟ୍ ସାଲାଡକୁ ଟେଷ୍ଟ କରି ସେମାନେ କେତେ ଖୁସି ଜଣାପଡ଼ୁଛନ୍ତି। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ରିୟା ଦେ ତାଙ୍କ ଶାଶୁଘରେ ବହୁତ ଖୁସି ଥିବାର ନଜର ଆସିଛନ୍ତି। ଆଉ ଏହା ସହିତ ତାଙ୍କର ସୋସିଆଲ ମିଡ଼ିଆ ପେଜରେ এই ଭିଡ଼ିଓଟିକୁ ସେୟାର କରିଛନ୍ତି। ଆଉ ସତ୍ୟବାନଙ୍କ ପାଇଁ ସେ କିଛି ଖାସ୍ ତିଆରି କରିଛନ୍ତି, କିଛି ଖାସ୍ ଖାଦ୍ୟ ତିଆରି କରିଛନ୍ତି ସାବିତ୍ରୀ ବ୍ରତ ସମୟରେ। ଏଠି ଆପଣମାନେ ଯାହା ଦେଖିବା ପାଇଁ ପାଇଯାଉଥିବେ। ତେବେ ଦର୍ଶକ ବନ୍ଧୁ, ଆଶା କରୁଛୁ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟି ଲାଇକ୍ କରିଦିଅନ୍ତୁ ଏବଂ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସିଥିବା ବେଲ୍ ଆଇକନକୁ ପ୍ରେସ୍ କରିବାଟା ବିଲକୁଲ ଭୁଲିବେନି। ଏହିପରି ଓଡ଼ିଆ ସମ୍ବନ୍ଧୀୟ ଓଡ଼ିଆ ଚଳଚ୍ଚିତ୍ର ଦିନ ସମ୍ବନ୍ଧୀୟ ଟେକ୍ନିକ୍ ଖବର ସବୁଠୁ ପ୍ରଥମେ ଦେଖିବା ପାଇଁ।